এটা ବହୁତ ଭୁଲ କଲେ ବର୍ତ୍ତମାନ ଶାସକ ଦଳ ପଞ୍ଚାୟତ ରାଜ ଦିବସ ବା ଛୁଟି ଦିନକୁ ବାତିଲ କରିବା ପଞ୍ଚାୟତ ରାଜ ଦିବସକୁ ବାତିଲ କରିବା ଏଇଟା ଗୋଟେ ସବୁଠୁ ହାଏଷ୍ଟ ଇଣ୍ଡିଆନ୍ କଣ୍ଟ୍ରି ବା ଦେଶରେ ଦେଖିବେ ପଞ୍ଚାୟତ ରାଜ ସିଷ୍ଟମରେ ବିଜୁ ବାବୁଙ୍କର ଅବଦାନ ଥିଲା। ଓଡ଼ିଶା ଯେତେବେଳେ ଏହି ଦିବସ ପାଳନ କରୁଥିଲା କେନ୍ଦ୍ରୀୟ ସ୍ତରରେ ଦିବସ ନଥିଲା। ପରବର୍ତ୍ତୀ ଅବସ୍ଥାରେ এটা ପର୍ଯ୍ୟାୟକ୍ରମେ ଆସିଛି କିନ୍ତୁ এইটা ଓଡ଼ିଶା ପ୍ରଥମେ ଯେହେତୁ ବିଜୁ ବାବୁଙ୍କର ଗୋଟେ ବଳିଷ୍ଠ ଅବଦାନ ଥିଲା ସେ ଦିବସଟାକୁ ବାତିଲ କରିବା ଏବଂ ତାଙ୍କ ଜନ୍ମ ଜୟନ୍ତୀ ପାଇଁ ଉପେକ୍ଷା କରିବା এটা ଗୋଟେ ଭଲ ବାର୍ତ୍ତା ରାଜ୍ୟବାସୀଙ୍କ ପାଇଁ ଯାଉନାହିଁ। ସରକାର ଚାକିରି ଯିବାକୁ ନା मुख्यमंत्री ବିଜୁ ବାବୁଙ୍କର ଜନ୍ମ ଜୟନ୍ତୀରେ ସକାଳୁ ମହାସମାରୋହରେ ସମଗ୍ର ରାଜ୍ୟରେ ଯେତିକି ପିକ୍ଚର ବର୍ତ୍ତମାନ ଆସୁଛି ଆମ କଟକରେ ମଧ୍ୟ ତାଙ୍କ ଜନ୍ମ ମାଟି କର୍ମଭୂମି ଏଇଠି ରାଜ୍ୟସ୍ତରୀୟ ଫଙ୍କସନ୍ ପ୍ରତିବର୍ଷ ହୁଏ। এইটা ଗୋଟେ ମହା ଉତ୍ସାହ ଉଦ୍ଦୀପନା ଲୋକଙ୍କ ଭିତରେ ଥାଏ। ବିଜୁ ବାବୁ କେବଳ ଜଣେ ଜାତୀୟ ନେତା ନଥିଲେ ଗୋଟେ ଆନ୍ତର୍ଜାତିକ ସ୍ୱୀକୃତି ଥିଲା ବିଜୁ ବାବୁଙ୍କର ଏବଂ ସମଗ୍ର ରାଜ୍ୟକୁ ଗୋଟେ ନୂଆ ରୂପରେଖରେ ଗଢ଼ି ତୋଳିବା ପାଇଁ ପ୍ରୟାସ ଏବଂ ଓଡ଼ିଶାର ପରିଚୟ ଗୋଟେ ବିଶ୍ୱ ଦରବାରକୁ ନେଇପାରିଥିଲେ ସେ ଆଉ ତାଙ୍କର ପରାକାଷ୍ଠା ତାଙ୍କର ଉଦ୍ୟମ ପଞ୍ଚାୟତ ରାଜ ସିଷ୍ଟମକୁ ଯେମିତି ଷ୍ଟ୍ରେନ୍ଥେନ୍ କରିଥିଲେ 3 ଟାୟାର ସିଷ୍ଟମକୁ ଏବଂ 33% ରିଜର୍ଭେସନ ଆଣିବା କ୍ଷମତା ବିକେନ୍ଦ୍ରୀକରଣ କ୍ଷମତା ଆସିବ ପଞ୍ଚାୟତ ହାତକୁ ଏ ସମସ୍ତ କଥାକୁ ଯଦି ବିଚାର କରାଯାଏ ବିଜୁ ବାବୁଙ୍କର ଅବଦାନ ये जाति पाई ये राज्य पाई ये देश पाई अविस्मरणीय ताको केही भूली परिबे एटा बहुत भूल कले वर्तमान शासक दल पंचायत राज दिवस बा छुट्टी दिन को बातिल करिया पंचायत राज दिवस को बातिल करिया एटा गोटे सबुठु हाएस्ट इंडियन कंट्री बा देशरे देखिबे पंचायत राज सिस्टम रे बिजु बाबूଙ୍କର अवदान थिला। ओडिशा जेतेले दिवस पालन करथिला केंद्रीय स्तर रे दिवस नथिला। পরবর্তী অবস্থারে এটা পর্যায়ক্রমে আসিছি কিন্তু এইটা ওড়িশা প্রথমে যেহেতু বিজু বাবুଙ୍କର ଗୋଟେ বলিষ্ঠ অবদান ଥିଲା ସେ ଦିବସଟାକୁ ବାତିଲ କରିବା ଏବଂ ତାଙ୍କ ଜନ୍ମ ଜୟନ୍ତୀ ପାଇଁ ଉପେକ୍ଷା କରିବା এটা ଗୋଟେ ଭଲ ବାର୍ତ୍ତା ରାଜ୍ୟବାସୀଙ୍କ ପାଇଁ ଯାଉନାହିଁ। এটা ଉଦ୍ଦେଶ୍ୟମୂଳକ ଥିଲା ହୀନ ଉଦ୍ୟମ ଥିଲା এটা ଶାସକ ଦଳକୁ बहुत এইটা ତାଙ୍କୁ ବହୁତ କ୍ଷତିରେ ପକାଇବ। 4 କୋଟି ଲୋକ ବିଜୁ ବାବୁଙ୍କର ଭାବାବେଗ ସହିତ ସମ୍ପୃକ୍ତ ତାଙ୍କୁ ଏଭଳି ଭାବରେ ଅପମାନିତ କରିବାର ଯେଉଁ ପ୍ରୟାସ ଏଇଟା ତାଙ୍କ ପାଇଁ ବହୁତ ବୁମେରାଙ୍ଗ ସୃଷ୍ଟି କରିବ। ଡାଇରେକ୍ଟ ପରୋକ୍ଷ ନୁହଁ ପ୍ରତ୍ୟକ୍ଷ ଭାବରେ ଏଇଟା ଗୋଟେ ଦୀର୍ଘ ଆପଣଙ୍କର 90 ଦଶକରୁ ଚାଲି ଆସୁଥିଲା। ସେଥିରେ କଂଗ୍ରେସ ସରକାର ଆସି 95ରେ 2000 ଯାଇଛି ବିଜେଡି ବିଜେପି ମିଳିତ ସରକାର ବି ଅଛି 2000-2009 ପର୍ଯ୍ୟନ୍ତ ଏ ପ୍ରକ୍ରିୟାରେ କୋଉଠି ପ୍ରତିବନ୍ଧକ ନଥିଲା। ଆଜି ହଠାତ୍ ଏ ପ୍ରକ୍ରିୟା ପ୍ରତିବନ୍ଧକ ଏଇଟା ରାଜ୍ୟବାସୀଙ୍କ ପାଇଁ ଗ୍ରହଣୀୟ ନୁହଁ ଏବଂ ନିଶ୍ଚିତ ଭାବରେ ଆର ଗୋଟେ ବଡ଼ ପ୍ରଭାବ ଓଡ଼ିଶାର 7 କୋଟି ଲୋକଙ୍କ ଉପରେ ପଡ଼ିବ ଏଥିରେ ସନ୍ଦେହର ଅବକାଶ ନାହିଁ।